ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ରାଜ୍ୟ ସରକାର ଗୋଟେ ନୂଆ ଯୋଜନା ଲଞ୍ଚ କରିଛନ୍ତି। ସେହି ଯୋଜନାର ନାଁ ହେଉଛି ସୋମ୍ ଯୋଜନା। ସେହି ଯୋଜନା ମାଧ୍ୟମରେ 18ରୁ 35 ବର୍ଷର ଯୁବକ ଯୁବତୀମାନଙ୍କ ପାଇଁ ସରକାରଙ୍କ ତରଫରୁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ସରକାର ଘୋଷଣା କରିଥିଲେ। ଆଜିଠାରୁ ଏହାର ଯେଉଁ ୱେବସାଇଟ୍ ରହିଛି ସେହି ୱେବସାଇଟ୍ ଓପନ୍ ହୋଇଯାଇଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଏବଂ ଯେଉଁମାନେ ଇଚ୍ଛୁକ ଅଛନ୍ତି ଆବେଦନ କରିବା ପାଇଁ ଆପଣମାନେ ଆବେଦନ କରିପାରିବେ। କେମିତି ଆବେଦନ କରିପାରିବେ ଏବଂ ଆବେଦନ କରିବା ପାଇଁ ଆପଣମାନଙ୍କୁ କ'ଣ ସବୁ ଡକ୍ୟୁମେଣ୍ଟ ଲାଗିବ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ପୁରା ମୁଁ ଡିଟେଲ୍ କହିବି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆବେଦନ କରିବା ପୂର୍ବରୁ ଆପଣମାନଙ୍କୁ କ'ଣ ସବୁ ଡକ୍ୟୁମେଣ୍ଟ ଲାଗିବ ଦେଖନ୍ତୁ। ପ୍ରଥମେ ଆପଣଙ୍କର ପାସପୋର୍ଟ ସାଇଜ୍ ଫଟୋ ଲାଗିବ, ଆଧାର କାର୍ଡ଼, ଭୋଟର ଆଇଡ଼ି, ତା ସହିତ ଆପଣଙ୍କର ଆଧାର କାର୍ଡ଼ରେ ଯେଉଁ ମୋବାଇଲ୍ ନମ୍ବର ରେଜିଷ୍ଟ୍ରେସନ୍ ହୋଇଥିବ ସେହି ମୋବାଇଲ୍ ନମ୍ବର ଲାଗିବ, କାହିଁକିନା OTP ଆସିବ। ତାପରେ ଦେଖନ୍ତୁ ଆପଣଙ୍କର ଇନକମ୍ ସାର୍ଟିଫିକେଟ୍ ଯାହାକି ତହସିଲଦାର ଦ୍ୱାରା ପ୍ରଦତ୍ତ ହୋଇଥିବ। ତାପରେ ଆପଣଙ୍କର ରାସନ କାର୍ଡ଼, ତା ସହିତ ଆପଣଙ୍କର ଉଦ୍ୟମ ରେଜିଷ୍ଟ୍ରେସନ୍ କିମ୍ବା ଆସିଷ୍ଟାଣ୍ଟ ପ୍ରମାଣପତ୍ର ଦରକାର ପଡ଼ିବ। ତାପରେ ଦେଖନ୍ତୁ ଆପଣଙ୍କୁ 18ରୁ 35 ବର୍ଷ ହୋଇଥିବା କଥା ଏବଂ ଭିନ୍ନକ୍ଷମ ST/SCଙ୍କ ପାଇଁ 40 ବର୍ଷ ରହିଛି। ଏହିସବୁ ଡକ୍ୟୁମେଣ୍ଟ ନେଇକି ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ କ'ଣ ସବୁ ପ୍ରୋସେସ୍ ରହିଛି ଦେଖନ୍ତୁ। ଆପଣଙ୍କୁ ଏହି ଯୋଜନାରେ ଆବେଦନ କରିବାକୁ ହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଏହି ଭିଡ଼ିଓ ଡେସ୍କ୍ରିପ୍ସନରେ ମୁଁ ଗୋଟିଏ ଲିଙ୍କ୍ ଦେଇଦେଇଛି। ସେଇଠି ଆପଣ କ୍ଲିକ୍ କରିକି ଏହି ପେଜ୍ଟିକୁ ରିଡାଇରେକ୍ଟ ଆସିପାରିବେ। ଦେଖନ୍ତୁ ଏହି ପେଜ୍ଟିକୁ ଆସିଗଲା ପରେ ଆପଣ କ'ଣ କରିବେ, ଏହାର ଯେଉଁ ଦେଖନ୍ତୁ ହୋମ୍ ପେଜ୍ ରହିଛି, ତାପରେ ଆପଣଙ୍କର ଗାଇଡ଼ଲାଇନ୍ ରହିଛି। ଏଇଠି ଆପଣ ଗାଇଡ଼ଲାଇନ୍ରେ କ୍ଲିକ୍ କରିକି ଆପଣ ଗାଇଡ଼ଲାଇନ୍ ମଧ୍ୟ ପଢ଼ିପାରିବେ, ଯାହାକି ଆପଣଙ୍କର ରୁରାଲ୍ ପାଇଁ ରହିଛି, ତା ସହିତ ଅର୍ବାନ୍ ପାଇଁ ଦୁଇଟା ଗାଇଡ଼ଲାଇନ୍ ରହିଛି। ଏଇଠି ଆପଣଙ୍କର ଯେଉଁ ଏରିଆରୁ ଆପଣ ହେଇଥିବେ ସେଇ ଗାଇଡ଼ଲାଇନ୍ଟିକୁ ଆପଣ କ୍ଲିକ୍ କରିକି ଦେଖିପାରିବେ। ଦେଖନ୍ତୁ ଆପଣଙ୍କୁ ରେଜିଷ୍ଟ୍ରେସନ୍ କରିବା ପାଇଁ କ'ଣ ସବୁ କରିବାକୁ ପଡ଼ିବ। ରେଜିଷ୍ଟ୍ରେସନ୍ ଆପଣ କ୍ଲିକ୍ କରିଦେବେ। ରେଜିଷ୍ଟ୍ରେସନ୍ରେ କ୍ଲିକ୍ କରିଦେଲା ପରେ ଆପଣଙ୍କ ସାମ୍ନାରେ ଆଉ ଗୋଟେ ପେଜ୍ ଦେଖନ୍ତୁ ଓପନ୍ ହୋଇଯିବ। ଦେଖନ୍ତୁ ରେଜିଷ୍ଟ୍ରେସନ୍ ଫର୍ମ ଏମିତି ଆପଣଙ୍କର ଆସିଗଲା ପରେ ଆପଣଙ୍କର ଅଞ୍ଚଳ ଦେବେ, ତାପରେ ଆପଣଙ୍କର ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ, ଆପଣଙ୍କ ଗାଁ ଦେବେ, ଆପଣଙ୍କ ଯେଉଁ ପିନ୍କୋଡ଼୍ ରହିଛି ସେହି ପିନ୍କୋଡ଼୍ ଦେବେ, ଆପଣଙ୍କ ନାଁ, ବାପାଙ୍କ ନାଁ, ତାପରେ ଆପଣଙ୍କର ମାତାଙ୍କ ନାଁ, ତାପରେ ଆପଣଙ୍କର ଲିଙ୍ଗ କ'ଣ ରହିଛି, ବିବାହିକ ସ୍ଥିତି କ'ଣ ରହିଛି ସେହି ସବୁ ଆପଣ ଦେବେ। ତାପରେ ଆପଣଙ୍କର ଦେଖନ୍ତୁ ସାମାଜିକ ବର୍ଗ, ଭିନ୍ନକ୍ଷମ ନାଁ କ'ଣ ହୋଇଥିବେ, ଯାହା କିଛି ହେଇଥିବେ ଆପଣ ସେଇଟା ଦେଇଦେବେ। ତାପରେ ଆପଣଙ୍କର ଜନ୍ମ ତାରିଖ, ବୟସ, ମୋବାଇଲ୍ ନମ୍ବର, ଆଧାର ନମ୍ବର, ତାପରେ ଆପଣଙ୍କର ଉଦ୍ୟମ ରେଜିଷ୍ଟ୍ରେସନ୍ ଗୋଟେ ନମ୍ବର ଲାଗିବ, ସେଇ ନମ୍ବରଟା ଆପଣଙ୍କୁ ଏଇଠି ଦେବାକୁ ପଡ଼ିବ। ତାପରେ ଆପଣଙ୍କର ଇମେଲ୍ ଆଇଡ଼ି ଲାଗିବ। ଦେଖନ୍ତୁ ଏହିସବୁ ଆପଣ ଦେଇଦେଲା ପରେ ଆଉ ଥରେ ଚେକ୍ କରିଦେବେ। ଦେଖନ୍ତୁ এই ফর্মটা আপনার ফিল আপ କରିଦେଲା ପରେ କ'ଣ କରିବେ, ଟିକେ ଚେକ୍ କରିଦେବେ। ଚେକ୍ କରିଦେଲା ପରେ ସବମିଟ୍ରେ ଆପଣ କ୍ଲିକ୍ କରିଦେବେ। ସବମିଟ୍ରେ କ୍ଲିକ୍ କରିଦେଲା ପରେ ଦେଖନ୍ତୁ ଆପଣଙ୍କର ସକ୍ସେସଫୁଲି ହେଇଗଲା ପରେ କ'ଣ କରିବେ, ପୁଣି ବ୍ୟାକ୍ କରିଦେବେ। ସେଇଠି ବ୍ୟାକ୍ କରିଦେଲା ପରେ ଆପଣଙ୍କ ସାମ୍ନାରେ ଆଉ ଗୋଟେ ପେଜ୍ ଓପନ୍ ହେଇଯିବ। ଦେଖନ୍ତୁ ପୁଣି ଆପଣମାନଙ୍କୁ ସେଇ ହୋମ୍ ପେଜ୍କୁ ରିଡାଇରେକ୍ଟ ନେଇ ଆସିବ। ହୋମ୍ ପେଜ୍କୁ ଆସିଗଲା ପରେ ଦେଖନ୍ତୁ ଆପଣ ଏଠି କ'ଣ କରିବେ, ପୁରା ସାଇଡ଼୍ରେ ଦେଖନ୍ତୁ ଆପଣଙ୍କର ଲଗ୍ଇନ୍ ଲେଖା ହେଇଛି, ଲଗ୍ଇନ୍ରେ ଆପଣ କ୍ଲିକ୍ କରିଦେବେ। ଏ ଯେଉଁ ଲଗ୍ଇନ୍ ଲେଖା ହେଇଛି ସେଇଠି କ୍ଲିକ୍ କରିଦେବେ। ଏଠି ଆପଣଙ୍କର ବହୁତ ସାରା ଅପସନ୍ ରହିଛି। ଆପଣ କ'ଣ କରିବେ, ଉପରେ ଦେଖନ୍ତୁ ଆପ୍ଲିକାଣ୍ଟ ଲେଖା ହେଇଛି, ଆପ୍ଲିକାଣ୍ଟରେ ଆପଣ କ୍ଲିକ୍ କରିଦେବେ। ଆପ୍ଲିକାଣ୍ଟରେ କ୍ଲିକ୍ କରିଦେଲା ପରେ ଦେଖନ୍ତୁ ଏଇଠି ଆପଣଙ୍କର କ'ଣ ଲେଖା ହେଇଛି, ପଞ୍ଜୀକରଣ ପରେ ନିଜର ଆଧାର ନମ୍ବର କିମ୍ବା ମୋବାଇଲ୍ ନମ୍ବର ଜରିଆରେ ଲଗ୍ଇନ୍ କରିପାରିବେ। ଦେଖନ୍ତୁ ଆପଣ ଯେଉଁ ପଞ୍ଜୀକରଣ କରିଦେଲେ, ପଞ୍ଜୀକରଣ କଲା ପରେ ଆପଣଙ୍କର ଯେଉଁ ଆଧାର ନମ୍ବର ରହିଛି, ଆଧାର ନମ୍ବର କିମ୍ବା ମୋବାଇଲ୍ ନମ୍ବର ଦେଇକି ଏଇଠି ଆପଣ ଲଗ୍ଇନ୍ କରିଦେବେ। ଲଗ୍ଇନ୍ କରିଦେଲା ପରେ ଆପଣମାନଙ୍କୁ ସେଇଠି ଯାହା ସାରା ଅପସନ୍ ଅଛି ସେହି ସବୁ ଆପଣ ଫିଲ୍ଅପ୍ କରିକି ଯାହା ସବୁ ଡକ୍ୟୁମେଣ୍ଟ ଲାଗିବ ଆପଣ ସବୁ ଅପଲୋଡ଼ କରିକି ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଦେଖନ୍ତୁ ଯାହାକି ସେହି ପ୍ରୋସେସ୍ ଯଦି ଆପଣଙ୍କୁ ଦରକାର ଅଛି ତାହେଲେ ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ସେହି ଭିଡ଼ିଓ ମଧ୍ୟ ଆପଣଙ୍କୁ ମୁଁ ନେଇ ଆସିବି, ଆପଣମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଯଦି ଯେଉଁମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରୁନାହାନ୍ତି ତାହେଲେ ଆପଣ କ'ଣ କରିବେ, ଆପଣଙ୍କ ପାଖରେ ଯେଉଁ CSC ସେଣ୍ଟର ରହିଛି ସେହି CSC ସେଣ୍ଟରକୁ ଯାଇକି ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିଦିଅନ୍ତୁ। କାହିଁକିନା ଆବେଦନ କରିବାର ପ୍ରୋସେସ୍ ବହୁତ ଇଜି ରହିଛି, ଆପଣମାନେ ନିଜେ ମଧ୍ୟ ଆବେଦନ କରିପାରିବେ। ତା ସହିତ ଦେଖନ୍ତୁ ଏଇଠି ବ୍ୟାକ୍ କରିଦେବେ। ବ୍ୟାକ୍ କରିଦେଲା ପରେ ଆପଣଙ୍କର ଦେଖନ୍ତୁ ତଳେ ଆପଣଙ୍କର ଦରଖାସ୍ତ ଆପଣଙ୍କର ସ୍ଥିତି ଲେଖା ହେଇଛି, ଆପଣଙ୍କର ଯେଉଁ ଷ୍ଟାଟସ୍ କୁହାଯାଉଛି ସେ ଷ୍ଟାଟସ୍ ମଧ୍ୟ ଆପଣ ଚେକ୍ କରିପାରିବେ। ଆପଣଙ୍କର କେତେ ଦୂର କ'ଣ ହେଲା, କ'ଣ ଷ୍ଟାଟସ୍ ରହିଛି, ଆପଣଙ୍କ ପେମେଣ୍ଟ କ'ଣ ହେଲା, କିଏ ଭେରିଫିକେସନ୍ କରିସାରିଛନ୍ତି, ଯାହା କିଛି ପ୍ରୋସେସ୍ ଅଛି ସବୁକିଛି ଆପଣ ଆପଣଙ୍କ ଷ୍ଟାଟସ୍ରେ ଚେକ୍ କରିପାରିବେ। ଯାହାକି ଆପଣଙ୍କର ଆଧାର ନମ୍ବର ଦେଇଦେଲେ ସବମିଟ୍ରେ କ୍ଲିକ୍ କରିଦେଲେ ଆପଣଙ୍କର ଷ୍ଟାଟସ୍ଟି ଏଠି ଶୋ କରିବ। ଠିକ୍ ଅଛି, ଏହି ପ୍ରୋସେସ୍ରେ ଆପଣମାନେ ଏହି ସ୍ୱୟଂ ଯୋଜନାରେ ଆବେଦନ କରିଦିଅନ୍ତୁ ଏବଂ ସରକାରଙ୍କ ତରଫରୁ ଯାହାକି 1 ଲକ୍ଷ ଟଙ୍କା ବିନା ସୁଧରେ ଆପଣଙ୍କୁ ଟଙ୍କା ବି ଦିଆଯାଉଛି ସରକାରଙ୍କ ତରଫରୁ, ଆପଣ ୟାର ଲାଭ ଉଠାନ୍ତୁ।